ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଥିବା ନଇନି କୋଲ ବ୍ଲକରୁ କଣିଆ ସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ୍ ବା JITPL କୋଇଲା ନେବାକୁ ବାରମ୍ବାର ପ୍ରୟାସ କରି ବିଭିନ୍ନ ଗ୍ରାମରେ ଫେଲ୍ ମାରିବା ପରେ ଏବେ ଛୋଟ ତେନ୍ତୁଳି ଠାରୁ ଥିବା ଯେଉଁ ଗ୍ରାମ୍ୟ ସଡ଼କ ରାସ୍ତା ସେହି ରାସ୍ତା ଦେଇ କୋଇଲା ଗାଡ଼ି ଯିବା ପାଇଁ ମସୁଧା କରିଛି। ବର୍ତ୍ତମାନ ଏହାକୁ ବିରୋଧ କରୁଛନ୍ତି ବାଳସାହି ପଞ୍ଚାୟତବାସୀ। ସହଯୋଗ କହିବି ଦେଖେଇବେ କି କିପରି ଭାବରେ ସେମାନେ ବିରୋଧ କରିଛନ୍ତି। ବିରୋଧ କରି ଏକ ସଭା ମଧ୍ୟ କରିଛନ୍ତି। ସଭା କରି ସେମାନେ କୋଇଲାକୁ ବିରୋଧ କରୁଛନ୍ତି ଏବଂ କୋଇଲା ଗାଡ଼ିକୁ ମଧ୍ୟ ବିରୋଧ କରୁଛନ୍ତି। ବିରୋଧ କରିବା ଦ୍ୱାରା ସେମାନଙ୍କର କ'ଣ ସବୁ କ୍ଷତି ହେବ ସେଇଥିପାଇଁ ଆମ ସହିତ ଅଛନ୍ତି ଜଣେ ମଉସା। ଆମେ ତାଙ୍କୁ ପଚାରିବା, ମଉସା କ'ଣ କହିବେ? ସରକାର କହୁଛନ୍ତି କୋଇଲା ଯିବ, ପାୱାର ପ୍ଲାଣ୍ଟ ଚାଲିବ, ଦେଶର ପ୍ରଗତି ହେବ, କିନ୍ତୁ ଆପଣମାନେ ଆଜି କୋଇଲା ଗାଡ଼ି ଯିବା ପାଇଁ ବିରୋଧ କରୁଛନ୍ତି। କାହିଁକି ବିରୋଧ? ଆଜ୍ଞା ଏପଟେ ଏତେ ରାସ୍ତା ଅଛି, ଆମର ଜଙ୍ଗଲ ମଜା ବୋଲି ସେ ଦାଦାଗିରି କରିକି ନେବେ ଜଣା ପଡୁଛି। ଦାଦାଗିରି କରିକି ନେବେ, ଆଉ ତା ବ୍ୟତୀତ କିଛି ନାହିଁ। ବାହଳ ସାହିରୁ ଯିବା ଯୋଉ ଛେଣ୍ଡିପଦାରୁ ଯିବା ପାଇଁ ରାସ୍ତା ତ ଟିକେ ଡାଇରେକ୍ଟ ସେ କରିପାରିତେ, ଏବେଟେ ଦାଦାଗିରି ଦେଖେଇକିରି ନଉଛି କୋଇଲା। ଆମେ ଛାଡ଼ିବୁନି, ଜୀବନ ଥିବା ଯାକେ ରକ୍ତ ବିନ୍ଦୁଟେ ଥିବା ଯାକେ ରାସ୍ତାରେ ଆମେ ଗାଡ଼ି ଛାଡ଼ିବୁନି। ଦେଖନ୍ତୁ, ଆପଣ ଯୋଉ କହୁଛନ୍ତି ଦାଦାଗିରି କରୁଛନ୍ତି, ଦାଦାଗିରି କିଏ ଆପଣଙ୍କ ଉପରେ କରୁଛି? ଯୋଉମାନେ ଟ୍ରକ୍ ଆସୋସନ ବାଲା କହିଲେ ନା ତମେ क्या ମିଟିଂ କରଉଛ, ତମେ क्या ଯାଉଛ ଯୋଉ ମିଟିଂ କି ଆମେ ମିଟିଂ କରୁଛୁ। ଆମେ 5 ଜଣରୁ ବାହାରିକି ଗାଁ ଯୋଉ ବାଟେ, ଆମ ପଞ୍ଚାୟତ ଯୋଉ ବାଟେ, ଆମେ ସେଇ ବାଟେ। ଦେଖନ୍ତୁ, ଟ୍ରକ୍ ଆସୋସିଏସନ ଦାଦାଗିରି କରୁଛି ନା ଆଉ କିଏ ମତେ ଆପଣଙ୍କ ଉପରେ ଦାଦାଗିରି ଚାଲିଛି? ତ ଗୁଣ୍ଡାରାଜ ଚାଲିଛି ଆଉ, ଏଇନା ବିଜେପିର ଗୁଣ୍ଡାରାଜ ଚାଲିଛି ଆଉ। ଦେଖନ୍ତୁ ମଉସା ଯାହା କହିଲେ, ପ୍ରତିକ୍ରିୟା ଦଉଥିଲେ ଆମକୁ କି ଗୁଣ୍ଡା ଗର୍ଦ୍ଦି କରି ଏଠୁ ବାହାଳସାହି ପଞ୍ଚାୟତ ରାସ୍ତା ଦେଇ ସେମାନେ କୋଇଲା ନେବାକୁ ମସୁଧା କରୁଛନ୍ତି। ଆମ ସହିତ ଅଛନ୍ତି ଆଉ ଜଣେ। କ'ଣ କହିବେ ଆଜ୍ଞା? ଆପଣ ବିରୋଧ କରୁଛନ୍ତି, କାହାକୁ ପୂର୍ବରୁ ଆପଣଙ୍କର ବିରୋଧାଭାସ ଆପଣ କାହାକୁ ଲିଖିତ ଭାବେ ଜଣେଇଥିଲେ କି? ଏଇଟା କଲେକ୍ଟର ଆଉ ଥାନା ବିଡିଓ ଏମିତି ସବୁ ବ୍ଲକ ଫ୍ଲକ ସବୁ ଜଣା ହେଇଛି ଆଗରୁ। ଆଉ ଆପଣଙ୍କୁ କ'ଣ ସେ ଆସୁରାନ୍ସ ଦେଇଥିଲେ? ସେଇ ଆଶ୍ୱାସନା ଯେ ଯୋଉମିତି ହବ ସୁବିଧା କରିକି ଆମେ ନବୁ ବୋଲି ସେ ଆଶ୍ୱାସନା ଦଉଛନ୍ତି। ଆଉ କଣଟା ଦଉଛନ୍ତି? ଆଉ ଆପଣଙ୍କର ଚାରିବାଟି ଛୋଟ ତେନ୍ତୁଳି ଠାରୁ ଆପଣଙ୍କ ଗାଁକୁ ଯୋଉ ରାସ୍ତା ଅଛି, ସେଇ ରାସ୍ତାଟି ହଉଛି ଗୋଟେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା। ସେଇ ରାସ୍ତାରେ କେବଳ ଯିବା ଆସିବା ପାଇଁ ରାସ୍ତା, ସେ ରାସ୍ତା ଭାରି ଗାଡ଼ି ପାଇଁ ପ୍ରଯୁଜ୍ୟ ନୁହେଁ। କିନ୍ତୁ ବର୍ତ୍ତମାନ ଯୋଉ ମସୁଧା ଚଲେଇଛନ୍ତି, ଏହାକୁ ଆପଣ କିପରି ଭାବେ ଦେଖୁଛନ୍ତି? ଆମେ ସେଟାକୁ କୌଣସି ପ୍ରକାର ଛାଡ଼ିଦେବୁନି। ଯଦି ବି ଛାଡ଼ିବୁ ସରକାର ମୁହଁରେ, ଯଦି ପଞ୍ଚାୟତ ଯଦି ଇଏ ହଉଛି କୋଇଲା ଘାଟ, ଯଦି ଛେଣ୍ଡିପଦାରୁ ବାହାଳ ସାହି ଦେଇକି ରାସ୍ତା ଯଦି ଆସିବ କୋଇଲା, ତେବେ ଆମେ ସମ୍ମତ ଛାଡ଼ିବୁ। ଦେଖନ୍ତୁ, ପ୍ରକୃତ ଛେଣ୍ଡିପଦା ସଦର ମହକୁମା ଦେଇ ବାହାଳ ସାହି ଦେଇ ଯଦି କୋଇଲା ଗାଡ଼ି ଗୁଡ଼ିକ ଆସେ, ତାହେଲେ ସେମାନେ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଆମ ସହିତ ଅଛନ୍ତି ଆଉ ଜଣେ ମଉସା। କ'ଣ କହିବେ? ଏଇ ଯୋଉ ବିରୋଧ ଆପଣଙ୍କର କେବେଠୁ ଆରମ୍ଭ ହେଲାଣି, କେତେ ପର୍ଯ୍ୟନ୍ତ ଜାରି ରହିବ? ଆମେ ଆଜ୍ଞା ବିରୋଧ ଏଇଟା ଆମେ ଜାଣିଲୁ 7-8 ଦିନ ଖଣ୍ଡେ ହେଲାଣି। ଆମକୁ କମ୍ପାନୀ ନୋଟିସ୍ କରିଥିଲା। ନୋଟିସ୍ କରିବା ଭିତରେ ଆମର ଗାଁର ସବୁ ସଦସ୍ୟମାନଙ୍କୁ ଡାକିକିରି ଆମେ ଗୋଟେ ମିଟିଂ କଲୁ। ମିଟିଂ କରିବା ଭିତରେ ଆମର ଗୋଟେ ଆନ୍ଦୋଳନ ହେଲାନି ଯେ କୋଇଲା ଗାଡ଼ି ଏପଟେ ଆମେ ଆଉ ଛାଡ଼ିଦେବାନି। ଯଦି ଛାଡ଼ିଦେବା ତାହେଲେ ଛେଣ୍ଡିପଦା ଦେଇକିରି ବାହାଳ ସାହି ଦେଇକି ସେ କୋଇଲା ଗାଡ଼ି ସେ ଯାଉ। ଯଦି କମ୍ପାନୀ କୋଇଲା ନେବାର ଚାହୁଁଛି, ତାର ବେଲ୍ଟ ଲାଇନ୍ କରି ସେ ଅଲଗା ବାଟରେ ନେବୁ, କିନ୍ତୁ ଆମ ରାସ୍ତାରେ ଆମେ ଛାଡ଼ିଦେବୁ ନାହିଁ। ଏଇ ଯେଉଁ ବିରୋଧ କରୁଛୁ ଆମେ, ଏ ବିରୋଧକୁ ସରକାର, ଏଇ ଯେଉଁ ବିଜେପି ସରକାର ଅଛି, ଆମକୁ ଗୁଣ୍ଡାଗର୍ଦ୍ଦି କରିକିରି ଶାସନ କରି ଏଠୁ କୋଇଲା ନେବ ଜୋର ଜବରଦସ୍ତ ଆମକୁ କହୁଛି। ଦେଖନ୍ତୁ, କମ୍ପାନୀ ପକ୍ଷରୁ ମଧ୍ୟ ଆପଣଙ୍କୁ କିଛି ଲିଖିତ ଭାବେ ଦିଆଯାଇଥିଲା କି ଗାଁରେ ଆଲୋକୀକରଣ ହେବ, ଗାଁର କମ୍ୟୁନିଟି ସେଣ୍ଟର ହେବ, ଗାଁରେ ପାଣି ଦିଆଯିବ, ସବୁ ପ୍ରକାର ସୁବିଧା ହେବ। ସୁବିଧା ଗାଁର ହେବ, ଦେଶର ମଧ୍ୟ ପ୍ରଗତି ହେବ। କିନ୍ତୁ ଆପଣଙ୍କର ଏତେ ସୁବିଧା ଏବଂ ପ୍ରଗତି ଥାଉ କାହିଁକି ବିରୋଧର ଆଭାସ? ଆମର ଆଜ୍ଞା ଛୁଆ ପିଲା ସ୍କୁଲ କଲେଜ ପାଠ ପଢ଼ିବା ପାଇଁ ଅସୁବିଧା। ଆମର ଜମି ବାଡ଼ି ଭଲ ମନ୍ଦ ଯେତେ ଅଛି, ଆମର ଚାଷ ବାଡ଼ି ହେଇପାରିବନି। ଆମର ଖାଇବାରେ ଅସୁବିଧା, ପାଣିର ଅସୁବିଧା ହେବ, ଆମେ ଚଳିବାରେ ବେଶୀ ଅସୁବିଧା ହେବ, ଆମ ଶରୀର ବେଶୀ ଅସୁବିଧା ହେବ। ସେଥିପାଇଁ ଆମେ ବିରୋଧ କରୁଛୁ। ଆମ ପଟେ ଆମେ କୋଇଲା ଛାଡ଼ିଦେବୁ ନାହିଁ। ଏଇ ଯୋଉ ବିରୋଧର ଆଭାସ ଆପଣଙ୍କର କେତେ ଦିନ ପର୍ଯ୍ୟନ୍ତ ଚାଲୁ ରହିବ? ଆମର ଆଜ୍ଞା ଯେତେ ଦିନ ପର୍ଯ୍ୟନ୍ତ ଏପଟେ ନେବା ଜାଗା ପର୍ଯ୍ୟନ୍ତ ଆମେ ଆଭାସ ଆମେ ରଖିଥିବୁ। ଦେଖନ୍ତୁ ଭାଇ ଯାହା ପ୍ରତିକ୍ରିୟା ଦଉଥିଲେ କି ତାଙ୍କର ବିରୋଧାଭାସ ଆଗରୁ ଥିଲା, ଏବେ ମଧ୍ୟ ଅଛି, ଭବିଷ୍ୟତରେ ମଧ୍ୟ ରହିବ। ଦେଖାଯାଉ JITPL କର୍ତ୍ତୃପକ୍ଷ କେଉଁ ରାସ୍ତା ଦେଇ କୋଇଲା ପରିବହନ କରୁଛନ୍ତି ଏବଂ ପ୍ରଶାସନ ତାଙ୍କୁ କେଉଁ ଦିଗରେ ସାହାଯ୍ୟ କରୁଛି। ଛେଣ୍ଡିପଦାରୁ ହଟକିଶୋର, MBC TV।